ପିଲାମାନେ ଆଜି ଆମେ ଭିଡ଼ିଓରେ ସାର୍କେଲର ନେକ୍ସଟ ଟାଇପ୍ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବା। ଦେଖ ପ୍ରଶ୍ନ କ'ଣ କହିଛି, ଡାଇମିଟର ଅଫ୍ ଏ ବାଇସାଇକେଲ ହୁଇଲ୍ ଇଜ୍ 28 ସେଣ୍ଟିମିଟର, ହ୍ୱାଟ୍ ଇଜ୍ ଦି ଡିଷ୍ଟାନ୍ସ ୱିଲ୍ ଇଟ୍ କଭର୍ ଇନ୍ 1 ରିଭଲ୍ୟୁସନ୍। ତାହେଲେ ଗୋଟେ କହୁଛି ବାଇସାଇକେଲର ତାର ଯେଉଁ ଚକର ଯେଉଁ ଡାଇମିଟରଟା ତାର କେତେ ଦେଇଛି, ସେଇଟା ହେଉଛି 28 ଦେଇଛି। ତାହେଲେ ସେଇ ଯେଉଁ ଗୋଟେ ଥରେ ବୁଲି ଆସିଲେ କ'ଣ ହେବ, ତାହେଲେ କେତେ ସେ ଦୂରତା ଅତିକ୍ରମ କରିବ ଏଇଟା ମାଗିଛି। ଦେଖ ଧର ଏଇଠି ଗୋଟେ ଚିହ୍ନ ଦେଇଦିଅ, ତାହେଲେ ଏଇଟା ଥରେ ଯେଉଁ ବୁଲି ଆସିବ ତାର ମାନେ କ'ଣ, ସେଇଟା ହେଉଛି ତାର ଥରେ ତାର ପରିଧିଟା ବୁଲି ଆସୁଛି। ତାହେଲେ ଆମେ ଯଦି ତାର ପରିଧିଟା କାଢ଼ିଦେବା ତାହେଲେ କ'ଣ ହେବ, ତାହେଲେ ସେଇଟା ପାଇଯିବା ଗୋଟେ ରିଭଲ୍ୟୁସନରେ ସେ କେତେ ଡିଷ୍ଟାନ୍ସ ଅତିକ୍ରମ କରୁଛି। ତାହେଲେ ଆମେ ଯେଉଁ ପରିଧିର ସୂତ୍ର କ'ଣ ଅଛି, ସାର୍କମ୍ଫରେନ୍ସ, ଏଇଟା ହେଉଛି 2πr। ତାହେଲେ ସେଟା ଦେଖ 2π ଜାଣିଛ କେତେ, 22/7, r କେତେ, ହଁ ଦେଖ ଏଠି ଡାଇମିଟର ଦେଇଛି କେତେ 28, ତାହେଲେ ଏଟାରେ ଆରଟା କେତେ ହେବ, ତାର ଏହାର ଅଧା ମାନେ 28/2 କେତେ ହେଉଛି 14, 14 ଦୁଗୁଣ 28, ଏଇଟା ହେଲା 14। ଏଠି ଯଦି ଆମେ କାଟିଦେବା 7 ଦୁଗୁଣେ କେତେ 14, ଆଉ ଏଠି କେତେ ଦେଖ 22 ଦୁଗୁଣେ 44, 44 ଦୁଗୁଣେ କେତେ 88, 88 ସେଣ୍ଟିମିଟର। ତାହେଲେ ସେ ଥରେ ବୁଲି ଆସିଲେ କେତେ ସେଣ୍ଟିମିଟର ଯିବ, ଏଇଟା ହେଉଛି 44 ସେଣ୍ଟିମିଟର। ଏଇଟା ହେଉଛି ଆମର ଆନ୍ସର୍। ତାପରେ ପ୍ରଶ୍ନ ଦେଖିବା, ଏଠି ଦେଖ କ'ଣ କହୁଛି, ଡାଇମିଟର ଅଫ୍ ଏ ବାଇସାଇକେଲ ହୁଇଲ୍ ଇଜ୍ 28। ତାପରେ କ'ଣ କହୁଛି, ହ୍ୱାଟ୍ ଡିଷ୍ଟାନ୍ସ ୱିଲ୍ ଇଟ୍ କଭର୍ ଇନ୍ 100 ରିଭଲ୍ୟୁସନ୍। ତାହେଲେ ସେ ପୂର୍ବ କ୍ୱେଶ୍ଚନ୍ର ଆଉ ଟିକେ ବଢ଼େଇ ଦେଇଛି। ତାହେଲେ ଗୋଟେ କ'ଣ ବାଇସାଇକେଲର ତାର ଚକର କେତେ ହେଉଛି 28 ସେଣ୍ଟିମିଟର ହେଉଛି ତାର ରେଡ଼ିୟସ୍। ତାହେଲେ ସେ ଯଦି କ'ଣ 100 ଥର ବୁଲିବ ତାହେଲେ କେତେ ଦୂର ଅତିକ୍ରମ କରିବ, ତାହେଲେ କେତେ ଦୂର ଅତିକ୍ରମ କରିବ ସେଇଟା ହେଉଛି। ତାହେଲେ ତୁମେ କାଢ଼ିଥିଲ କ'ଣ ହେଉଛି ସାର୍କମ୍ଫରେନ୍ସ 2π, r କାଟିଥିଲ ଏଇଟା କେତେ ହେଇଥିଲା 2/22/7 ଇଣ୍ଟୁ r। ଆରଟା ଆମର କେତେ ଆସିଥିଲା ଦେଖ, ଏଇଟା ଦୁଇଟା 28 ହେଉଥିଲା, 28 ଆରଟା କେତେ ହେଉଥିଲା, ସେଇଟା ହେଉଛି 14 ମାନେ 28 ଅଧା, ଏଠି ହେଉଛି 14। ତାହେଲେ ସାର୍କମ୍ଫରେନ୍ସ ସେତିକି ହେଉଛି। ତାପରେ ଇଏ କ'ଣ କହୁଛି ଯେ 100 ଥର ଯିବ, 100 ଥର ଯିବ ମାନେ କ'ଣ କରିବ, ଆମେ ଆଉ ଏକ୍ସଟ୍ରା ଏଠି ଗୁଣନ କରିଦେବା କେତେ 100। ତାହେଲେ ଦେଖ ଏଇଟାର ଆନ୍ସର୍ କେତେ ଆସିଥିଲା ଆମର 88 ଆସିଥିଲା। କେମିତି ହେଉଥିଲା, ଏଠି 7ରେ କାଟି ଦେଉଥିଲ, 22 ଦୁଗୁଣେ 44, 44 ଦୁଗୁଣେ 88 ଆଉ ଗୁଣନ କେତେ 100 ମାନେ ଆଉ ଦୁଇଟା ଶୂନ ଲାଗିଲା। ତାହେଲେ ଏତିକି ସେଣ୍ଟିମିଟର। ତାହେଲେ କ'ଣ ହେଉଛି, ଯଦି ସେ 100 ଥର ବୁଲିଲେ ତାର କେତେ ସେଣ୍ଟିମିଟର ଯିବ, ମାନେ 8800 ସେଣ୍ଟିମିଟର ଯିବ। ତାପରେ ପ୍ରଶ୍ନ ଦେଖିବା, ଦେଖ ଏଠି କ'ଣ କହିଛି, ଦି ରେଡ଼ିୟସ୍ ଅଫ୍ ଏ ହୁଇଲ୍ ଇଜ୍ 7 ମିଟର, ହାଉ ମେନି ଟାଇମ୍ ଦି ହୁଇଲ୍ ୱିଲ୍ ରିଭଲ୍ଭ ଇନ୍ ଅର୍ଡ଼ର ଟୁ କଭର୍ ଏ ଡିଷ୍ଟାନ୍ସ ଅଫ୍ କେତେ 440 ମିଟର। ତାହେଲେ କ'ଣ କହୁଛି, ଗୋଟେ ହୁଇଲ୍ର ରେଡ଼ିୟସ୍ ହେଉଛି କେତେ 7 ମିଟର, ତାହେଲେ ସେ କେତେ ଥର ବୁଲିଲେ କେତେ 440 ମିଟର ଯିବ। ତାହେଲେ ଦେଖ ଏଇଟାକୁ ପାଇବା ପାଇଁ ହେଲେ ତୁମେ କ'ଣ କରିବ, ନମ୍ବର ଅଫ୍ ଯେଉଁ ନମ୍ବର ଅଫ୍ ରିଭଲ୍ୟୁସନ୍ କେମିତି କାଢ଼ିବ, ନମ୍ବର ଅଫ୍ ରିଭଲ୍ୟୁସନ୍ଟା କାଢ଼ିଯିବ। ଦେଖ ଟୋଟାଲ୍ ଆମର କେତେ ଦୂରତା କେତେ ଯାଇତେ ହେବ, ଏଇଟା ହେଉଛି 440 ବିଭକ୍ତ କ'ଣ ହେବ, ଆମର ଏଇ ଯେଉଁ ଆମର କ'ଣ ହୁଇଲ୍ର ବା ଏଇ ଚକର ତାର କ'ଣଟା କାଢ଼ିବ, ତାର ପରିଧିଟା କାଢ଼ିଦେବ। ପରିଧିଟା କେତେ ହେବ ଦେଖ 2π, ପାଇଟା କେତେ 22/7 ଆଉ r କେତେ ଦେଇଛି 2πr ମାନେ ହେଉଛି 7 ଦେଇଛି। ଏଇଟା ଯଦି ସମାଧାନ କରିଦେବା ପାଇଯିବା ଆମେ। ତାହେଲେ ଏଠି ଦେଖ 7 7 କଟିଯିବ, ତାହେଲେ କେତେ ହେଲା, ଏଠି ଦେଖ କାଟିଦେବ 22ରେ କେତେ 22 ଦୁଗୁଣେ 44, 22 ଦୁଗୁଣେ 44 ଆଉ ଗୋଟେ 0, ଆଉ ଏଠି କାଟିଦେବ କେତେ ହେବ, ଏଠି 10 କଟିଯିବ। ତାହେଲେ ସେ କେତେ ଥର ବୁଲିବ, ସେ 10 ଥର ବୁଲିବ। ତାହେଲେ ଯଦି ତାର ହୁଇଲ୍ଟା କେତେ ରେଡ଼ିୟସ୍ ହେଉଛି 7 ମିଟର ଥିବ, ତାହେଲେ 440 ମିଟର ଯିବା ପାଇଁ କେତେ ଥର ବୁଲିବା ପାଇଁ ହେବ, ତାହେଲେ 10 ଥର ବୁଲିବା ପାଇଁ ହେବ। ଏଇଟା ହେଉଛି ଆନ୍ସର୍। ତାପର ପ୍ରଶ୍ନ ଦେଖିବା, ଦେଖ ଏଠି କ'ଣ କହିଛି, ଦି ଡାଇମିଟର ଅଫ୍ ଏ ହୁଇଲ୍ ଇଜ୍ 70 ସେଣ୍ଟିମିଟର, ହାଉ ମେନି ଟାଇମ୍ ଦି ହୁଇଲ୍ ୱିଲ୍ ରିଭଲ୍ଭ ଇନ୍ ଅର୍ଡ଼ର ଟୁ କଭର୍ ଡିଷ୍ଟାନ୍ସ ଅଫ୍ 110 ମିଟର। ତାହେଲେ ଦେଖ ପୂର୍ବ ପ୍ରଶ୍ନରେ କ'ଣ ଥିଲା, ଆମର ଯିଏ ହୁଇଲ୍ର ତାର ରେଡ଼ିୟସ୍ ଦେଇଥିଲା କେତେ ମାନେ ମିଟରରେ ଥିଲା, ଆଉ ତାର ଦୂରତା ମଧ୍ୟ କ'ଣ ଥିଲା, ସେ ମିଟରରେ କେତେ
ଦୂରତା ଯିବ ମାନେ କେତେ ଥର ରିଭଲ୍ୟୁସନ୍ କରିବ ଏଇଟା ଥିଲା। ତାହେଲେ ଏ ପ୍ରଶ୍ନ କ'ଣ କହିଛି, ତାର ଯେଉଁ ଚକର ଯେଉଁ ଡାଇମିଟର ଦେଇଛି ଏଠି ଦେଖ, ଡାଇମିଟରଟା କେତେ 70 ସେଣ୍ଟିମିଟର ଦେଇଛି। ଆଉ ସେ କେତେ ଥର ବୁଲିଲେ 110 ମିଟର ଦୂରତା ଅତିକ୍ରମ କରିବ। ତାହେଲେ ତୁମେ ଏଇ ଯେଉଁ ତାର ଏଇଟା କ'ଣ କହୁଛି, ଏଇଟା 70ଟା ହେଉଛି କ'ଣ ଡାଇମିଟର, ତୁମେ ରେଡ଼ିୟସଟା କେତେ ହେବ ତାହେଲେ 70/2 ମାନେ 70 ଡାଇମିଟର ଅଧା। ଆଉ କ'ଣ କହୁଛି ଏଇଟା ସେଣ୍ଟିମିଟର ଦେଇଛି, ତୁମେ ମିଟର କରିବ। ମିଟର କରିବା ପାଇଁ ହେଲେ କ'ଣ ହେବ, ତଳେ 100 ଗୁଣନ କରିଦିଅ। ତାହେଲେ ଏତିକି ହେଉଛି କ'ଣ, ଏଇଟା ହେଉଛି ଆମର ମିଟର ଆସିଗଲା। ଏବେ ସେଇଭଳିଆ କ'ଣ କରିବ, କେତେ ଥର ସେ ବୁଲିବ, କେତେ ନମ୍ବର ଅଫ୍ ରିଭଲ୍ୟୁସନ୍ କରିବ। ତାହେଲେ କ'ଣ କରିବ, ଆମର ଦୂରତା ଯିବ କେତେ 110 ମିଟର। ଆଉ ତଳେ କ'ଣ ରହିବ, ତାର ଏଇ ଯେଉଁ ଚକର କ'ଣ ପରିଧି ସୂତ୍ର କ'ଣ, ସେଇ 2πr। ଏଠି 2πଟା କେତେ 22/7, r କେତେ ପାଇଲ, ଏଇଟା କେତେ 70/2 × 100। ଏଇଟା ତାହେଲେ ଲେଖିଦେବା ଆମେ। ଦେଖ 2 ଗୁଣନ ଏଇଟା କ'ଣ ପାଇଁ ସମାଧାନ କରାହେଲାନି କି ଲାଗି, ଏଠି ଆମେ ସବୁ ଟିକେ କାଟାକାଟି କରିବା। ତାହେଲେ ଏଠି ହେଉଛି କେତେ 70 କେତେ, ଏଠି ହେଉଛି 100, ଏଇଟା ଅଛି। ଏବେ ଦେଖ ଆଉ ଟିକେ ଆମେ ଏଟାକୁ କ'ଣ କରିବା, ଟିକେ ସରଳ କରିଦେବା। ଏଠି ଦେଖ ଏଇ ଯେଉଁ ଏଠି ଅଛି ଉପରେ କେତେ 110, ଏଠି 7 ଆଉ 100, ସେଇଟାକୁ ଆମେ ଉପରକୁ ନେଇଯିବା 7 × 100। ଆଉ ତଳରେ କେତେ ରହିଲା 2 × 22 × 70। ଏବେ ଦେଖ କଟିଯିବ, କ'ଣ କାଟିବ ଦେଖ, ଏଠି 0 ତ କଟିଗଲା। ତାପରେ ଦେଖ ଏଠି ଏ 7 କଟିଯିବ, ଏଇଠି ଦେଖ କଟିଯିବ ଆମର 11ରେ କାଟିଦେବ। ଏଇଟା ହେଉଛି 11 × 10 110, ଆଉ ଏଇଟା ହେଉଛି 11 × 2 କେତେ 22। ଏଠି ଆଉ ଗୋଟେ 0 ଥିଲା, ଏଠି ଦେଖ ଏଠି 7 ଆଉ ଏଠି 100 ଉପର, ଏଠି 100। ତାହେଲେ ଏଠି ଦେଖ ଗୋଟେ 0 କଟିଛି ଆଉ ଗୋଟେ ଅଛି। ତାହେଲେ ଉପରେ କେତେ ହେଲା ଦେଖ, ଆମର ଉପରେ ଚାଲିଥିଲା 10 × 10 କେତେ 100, ଏଠି ଅଛି 2, ତାହେଲେ କାଟିଦେଲା କେତେ 50। ଏଇଟା କ'ଣ 50 ଥର। ତାହେଲେ ସେ 110 ମିଟର ଯିବା ପାଇଁ କେତେ ଥର ବୁଲିବା ଦରକାର, 50 ଥର। ଏଇଟା ହେଉଛି ଆମର ଆନ୍ସର୍। ତାପରେ ପ୍ରଶ୍ନ ଦେଖିବା। ଦେଖ ଏଠି ପ୍ରଶ୍ନ କ'ଣ କହିଛି, ଫାଇଣ୍ଡ ଦି ସାର୍କମ୍ଫେରେନ୍ସ ଅଫ୍ ଏ ହୁଇଲ୍ ହୁଜ୍ ରେଡ଼ିୟସ୍ ଇଜ୍ 35 ସେଣ୍ଟିମିଟର। ଫାଇଣ୍ଡ ଡିଷ୍ଟାନ୍ସ covered in 60 seconds if it revolves 5 times per second। ତାହେଲେ ଦେଖ ଗୋଟେ ତାହେଲେ ହୁଇଲ୍ର କ'ଣ ଦେଇଛି, ରେଡ଼ିୟସ୍ ଦେଇଛି କେତେ 35 ସେଣ୍ଟିମିଟର ଦେଇଛି। ଦେଖ ତାହେଲେ ଏହାର ତୁମେ ବାହାର କରିଦିଅ ସାର୍କମ୍ଫେରେନ୍ସ ପରିଧି କେତେ 2πr। ଏଠିକି ହେବ ତାହେଲେ 2 × 22/7 ଗୁଣନ କେତେ r ହେଉଛି 35। ଏଠି ଯଦି ଆମେ କାଟିଦେବା କେତେ 7 × 5 = 35। ଏଠି କେତେ ହେବ ତାଙ୍କ 44 5 କେତେ ହେଉଛି 220, କେତେ ଆସିଲା 220 ସେଣ୍ଟିମିଟର। ଦେବ ତାହେଲେ ଆମର ଏଇ ଯେଉଁ ପରିଧିଟା କେତେ ପାଇଲେ 220 ସେଣ୍ଟିମିଟର ପାଇଲେ। ତାପରେ ସେ କ'ଣ କହୁଛି ଦେଖ, ଯଦି ଗୋଟେ ସେକେଣ୍ଡ ସେ 5 ଥର ବୁଲେ, କହୁଛି ଫାଇଣ୍ଡ ଦି ଡିଷ୍ଟାନ୍ସ, ସେ ତାହେଲେ 60 ସେକେଣ୍ଡ ସେ କେତେ ଥର ବୁଲିବ। ତାହେଲେ ଦେଖ ଆମେ ଯଦି ଏଠି କାଢ଼ିବା, ଥରେ ବୁଲିଲେ ଥରେ ରିଭଲ୍ୟୁସନରେ କେତେ ସେ ଯାଉଛି 220 ସେଣ୍ଟିମିଟର ଯାଉଛି। ଦେଖ ଏହାର ଯେଉଁ ପରିଧିଟା ମାନେ ଥରେ ବୁଲିବ ମାନେ କେତେ, ତା ଯେଉଁ ପରିଧିଟା ସେତିକି ହିଁ ବୁଲିବ। ପରିଧି କେତେ ପାଇଥିଲା ଆମେ 220 ସେଣ୍ଟିମିଟର। ତାହେଲେ ସେ କେତେ ଥର ବୁଲିବ କହୁଛି 60 ସେକେଣ୍ଡ ବୁଲିବ। ହଁ ତାହେଲେ ତା ପୂର୍ବରୁ ତୁମେ କାଢ଼ି ଦିଅ 1 ସେକେଣ୍ଡ। ଦେଖ 1 ସେକେଣ୍ଡରେ ସେ ଯାଉଛି କେତେ 5 ଥର ବୁଲୁଛି, 5 ଥର ରିଭଲ୍ୟୁସନ୍ କରୁଛି। ତାହେଲେ ଦେଖ 60 ସେକେଣ୍ଡରେ ସେ କେତେ ଥର ବୁଲିବ, ମାନେ 5 × 60 କେତେ ହେବ 300 ଥର ବୁଲିବ। ଦେଖ ସେଇଭଳିଆ ଏଠି କହୁଛି, ତାହେଲେ ଥରେ ରିଭଲ୍ୟୁସନ୍ ସେ 220 ରିଭଲ୍ୟୁସନ୍ କରୁଛି। ତାହେଲେ ସେ କେତେ ଥର 300 ଥର ରିଭଲ୍ୟୁସନ୍ କରିବ, 300 ଥର ବୁଲିଲେ ତାହେଲେ କେତେ ଦୂରତା ଯିବ। ଦେଖ ଏଇଟା ହେଉଛି 220 ସେଣ୍ଟିମିଟର।
ଆଉ କ'ଣ କହିଛି ଗୁଣନ କେତେ 300 ଏତିକି। ତାହେଲେ ଏଠି କେତେ ହେବ ଦେଖ, ଏଟାକୁ ଗୁଣନ କରିଦିଅ 2 କେତେ ହେଇଯିବ ଦେଖ 3 ଦୁଣେ 6 22 କେତେ 66 ଆଉ କେତେଟା ଶୂନ 3ଟା ଶୂନ ଏତିକି ସେଣ୍ଟିମିଟର। ଆଉ ତୁମେ ଯଦି ଏଟାକୁ ମିଟରରେ କରିବ କ'ଣ କେମିତି ହେବ 360 ନା 6 ଶୂନ ଆଉ 2ଟା ଶୂନ ବାଇକି କରିବ 100 କରିଦେବ। ତାହେଲେ 2ଟା ଶୂନ ଯଦି କଟିଗଲା କେତେ 660 ଏଇଟା ହେବ ମିଟର ହେଇଯିବ। ସେଣ୍ଟିମିଟର ଯଦି ମାଗିଥିବ କେତେ ଏତିକି ହେବ, ଆଉ ମିଟର ମାଗିଥିଲେ ଏତିକି ହେବ। ତାପରେ ପ୍ରଶ୍ନ ଦେଖିବା। ଦେଖ ଏଠି କ'ଣ କହିଛି ଦି ରେଡ଼ିୟସ୍ ଅଫ୍ ଏ ସାଇକେଲ ହୁଇଲ୍ ଇଜ୍ 35 ସେଣ୍ଟିମିଟର। ଫାଇଣ୍ଡ ଦି ନମ୍ବର ଅଫ୍ ଟର୍ନ ରିକ୍ୱାର୍ଡ ଟୁ କଭର ଏ ଡିଷ୍ଟାନ୍ସ ଇଜ୍ ଦେଖ 1540 ମିଟର ଦେଇଛି। ତାହେଲେ ଦେଖ ନମ୍ବର ଅଫ୍ ଟର୍ନ କହୁଛି ହେଲା। ତାହେଲେ ଗୋଟେ ସାଇକେଲର ରେଡ଼ିୟସ୍ କେତେ 35 ସେଣ୍ଟିମିଟର ଦେଇଛି। ତାହେଲେ ସେ 1540 ମିଟର ଯିବା ପାଇଁ କେତେଥର ବୁଲିବ। ତାହେଲେ ଥରେ ବୁଲିବା ପାଇଁ କ'ଣ ପରିଧି ବାହାର କରିଦିଅ କେତେ ଆମ ସାର୍କମ୍ଫରେନ୍ସ କେତେ 2πr। ଏଠି କେତେ ହେବ 2 × 22 ବିଭକ୍ତ 7 × r କେତେ ଦେଇଛି 35। ଏଠି କାଟିଦିଅ 7 × 5 = 35। ଏଇଟା କେତେ ହେଲା 2 × 22 × କେତେ 5 ସେତିକି। ଏଇଟା ହେଉଛି ସେଣ୍ଟିମିଟର ଅଛି। ତାହେଲେ ଆମ ସାର୍କମ୍ଫରେନ୍ସ କେତେ ପାଇଗଲ। ଏଇଟା ତୁମେ ମାନେ ଟୋଟାଲ୍ ଗୁଣି ନଥାଅ, ଏଇଟା ହେଉଛି ଦେଖ ପରେ କଟିଯିବ। କ'ଣ କହିଛି ଦେଖ ନମ୍ବର ଅଫ୍ ରିଭଲ୍ୟୁସନ୍। ତାହେଲେ କ'ଣ କରିବ ଦେଖ ଟୋଟାଲ୍ କେତେ ସେ ଡିଷ୍ଟାନ୍ସ ଯିବ 1500 ଦେଖ 40 ମିଟର ଯିବ କହୁଛି। ଆଉ ଏଠି ଏଇଟା କ'ଣ ଅଛି ସେଣ୍ଟିମିଟର ଅଛି। ପ୍ରଥମେ କ'ଣ କରିବ ତାର ସେଣ୍ଟିମିଟରକୁ ମିଟର କରିବ। କେମିତି କରିବ ଦେଖ ଏଇଠି ଯଦି ଆମେ 2 × 22 × 5 ବାଇ କ'ଣ କରିଦେବା 100 କରିଦେଲେ ଏଇଟା ହେଉଛି କ'ଣ ହେଇଯିବ ମିଟର ହେଇଯିବ। ଦେଖ ଏଇଟା ଏବେ କ'ଣ ଲେଖିବି 2 × 22 × କେତେ 5। ଏଇ ଦେଖ ଏଠି ଯେଉଁ ବାଇ 100 ହେଉଥିଲା ଏଇଟା କ'ଣ ହେବ ଆମେ ଉପରେ ଗୁଣନ କରିଦେବା। ଏଠି କେତେ ଗୁଣନ କରିଦେବା ଏଠି 100 ଗୁଣନ କରିଦିଅ। ଏବେ ଦେଖ ଯଦି କାଟାକାଟି କରିଦେବା ଦେଖ ଏଠି 2ରେ କାଟି ଏଇଟା ହେଉଛି କେତେ ହେଲା 50 ଯିବ। ଆଉ ଏଠି ଯଦି 5 ଏଠି ହେଇଗଲା କେତେ ହେଲା ଏଇଟା 10 ହେଇଗଲା। ଆଉ ଏଇଟା ଯଦି କାଟିଦେବା 22 କେତେ ଦେଖ 22 × 7 = 154 ଆଉ ଗୋଟେ ଶୂନ ମାନେ କେତେ ହେଲା 70। ତାହେଲେ ଏଠି ଆସିଗଲା କେତେ 70 × 10 ଏଇଟା ହେଉଛି 700 ଥର 700 ଥର ନମ୍ବର। ତାହେଲେ ସେ ଚକ 1540 ମିଟର ଯିବା ପାଇଁ କେତେ ଥର ବୁଲିବା ଦରକାର 700 ଥର ବୁଲିବା ଦରକାର। ତାପରେ ପ୍ରଶ୍ନ ଦେଖିବା। ଦେଖ ଏ ପ୍ରଶ୍ନ ମଧ୍ୟ ସେ ବନା ଦେଇଛି ଦି ରେଡ଼ିୟସ୍ ଅଫ୍ ହୁଇଲ୍ ଇଜ୍ 21 ହାଉ ମେନି ରିଭଲ୍ୟୁସନ୍ ୱିଲ୍ ମେକ୍ ଟ୍ରାଭେଲ୍ କେତେ 924 ମିଟର। ତାହେଲେ ଗୋଟେ ହୁଇଲ୍ର ଯେଉଁ ରେଡ଼ିୟସ୍ କେତେ ଦେଇଛି ତାହେଲେ 21 ସେଣ୍ଟିମିଟର ଦେଇଛି। ଦେଖ ଏଠି ସେଣ୍ଟିମିଟର ଆଉ ଯେତେବେଳେ ମାଗୁଛି କେତେ ମିଟର ତେଣୁ ଏଇଟାକୁ ତୁମେ କ'ଣ କରିବ ସେଣ୍ଟିମିଟରକୁ ମିଟର କରିବା ପାଇଁ ହେଲେ ଏଠି 100 କରିଦେଲ। ତାହେଲେ ଏଠି କ'ଣ ହେଇଗଲା ଏବେ ମିଟର ହେଇଯିବ। ତାହେଲେ ଦେଖ ଏଇଟା କ'ଣ କହିଛି 21 ସେଣ୍ଟିମିଟର ଠିକ୍ ଅଛି। ତାପରେ କେତେ ଥର ବୁଲିବ କ'ଣ କରିବ ଦେଖ ଫାଷ୍ଟ ଏଟାକୁ କାଢ଼ିଦିଅ ସାର୍କମ୍ଫରେନ୍ସ କେତେ ହେବ 2πr। ଦେଖ ଏଇଟା କେତେ ହେଉଛି 2 × 22 ବିଭକ୍ତ 7 × r। rଟା ହେଉଛି କେତେ 21/100 ତାହେଲେ ଏତିକି ମିଟର। ଏବେ କ'ଣ କରିବ ନମ୍ବର ଅଫ୍ ରିଭଲ୍ୟୁସନ୍ କାଢ଼ିବ। କ'ଣ କରିବ କେତେ ଡିଷ୍ଟାନ୍ସ ଯିବା ପାଇଁ ହେବ 924 ମିଟର ଯିବ ବାଇ କେତେ ତାର ସାର୍କମ୍ଫରେନ୍ସ କେତେ ଦେଖ 2 × ଉପରେ ଗୁଡ଼ାକ ଲେଖିଦିଅ 22 × କେତେ 21। ଆଉ ଯେଉଁ ତଳେ ରହିଲା ବିଭକ୍ତ 7 ଆଉ 100 ଏଇଗୁଡ଼ା କ'ଣ ହେବ ଉପରକୁ ନେଇଯାଅ। ଏଠି 7 × କେତେ ଏଠି 100। ଏଠି ଦେଖ ତୁମେ କାଲକୁଲେସନ୍ କରିଦେବ କେତେ ହେବ। ତାହେଲେ ଏଠି ତୁମେ ଯଦି କାଲକୁଲେସନ୍ କରିଦେବ ଏଠି ଆସିଯିବ ଆମର 700 ଥର ଏତିକି ଆସିଯିବ।
ଏବେ 8 नंबर देखो डायमीटर ऑफ ए व्हील इज 3 मीटर द व्हील revolves 28 times in a minute to cover 5.280 kilometer distance the wheel will take देखो कौन कौन ताले गोटे व्हील रो ता जो डायमीटर टा केते एटा होची 3 मीटर ताले कौन से 1 मिनिट रे केते थर बुले 28 थर बुले ताले केते 5.284 किलोमीटर जीवा पई से केथर केते केते समय लागबो हला एठी कौन कहछि देखो ताले हां ए जो प्रश्नटा रे देखो एठी हमर डी टा दे देछि केते 3 मीटर ताले 8 टा केते हबो 3/2 मीटर हबो देखो एटा होछि मीटर रे देछि किंतु एठी देखो से समय लागुछि केते एटा होछि किलोमीटर रे देछि देखो केते 5.280 एटा किलोमीटर देछि तुम किलोमीटर को आगु फर्स्ट मीटर कर दबो एटा केमथि हो ताले देखो किलोमीटर को मीटर करबा पय हले ताले एठी बाय कोन करबो एठी 1000 कर देखो एठी 10 मिनिट उठै देले फर्स्ट कोन हो 10 मिनिट उठै देले एठी तळे कत हिजो 1000 हिजो आउ ताको मीटर टा करबा पय हले कोन करबो एठी गुणन 100 कर देलो एठी जदी काटी दबा ताले केते मीटर हला 5280 मीटर ताले एठी हमें पाई गेलै जो 5.248 टा हो केते 5280 मीटर एतकी डिस्टेंस कवर से करबो ताले एबे को हो हमें रेडियस टा केते पाइले 3/2 मीटर हमरो देखो डायमीटर टा हो 3 मीटर रेडियस हला 3/2 मीटर तापर कोन कहूची देखो गुटे मिनिट रे से केते थ जाउची देखो 1 मिनिट रे से केथर बुलुची 228 थर बुलुची ताले देखो से 1 मिनिट रे हमरो केते माने कोन देखो थरे बुलले ताले से केते जाउची देखो एक थरो बुलिले ताले केते जीवो आमे जानिछु केते 2 पाई आर थरे बुलले केते और जतकी परिधिटा सेतकी बगटा 2 पाई आर थरे बुलले एटा को केते हो देखो 2 into पाई हला केते 22 तो 7 आर केते आर पाई गेले हो 3/2 ताले थरे बुलले होची एतकी थरे एटा को धरो काटी दियो एठी जदि हमें काटी दबा केते एठी 2 2 कटि गेले केते आसला 22/7 गुणन 3 मीटर ताले से थरे रे बुलले केते जाउची एतकी मीटर जाउची किंतु हमें कोन जानि से जे 1 मीटर रे 28 थर बुलुची ताले 28 थर 1 मिनिट रे माने केते हो देखो ताले 1 मिनिट रे से ताले केते जीवो ताले 1 मिनिट 28 थर बुलुची आ 28 थर रे केते देखो थरे बुलले जाउची केते 22/7 गुणन 3 मीटर जाउची ताले 28 थर रे केते हो देखो एठी जदी हमें काटी दबा केते 728 ताले केते आसला 4 गुणन 22 गुणन 3 एतकी मीटर ताले से 1 मिनिट रे जाउची केते एतकी मीटर ताले हमर ए जो केते टोटल मीटर से जीवा पय हो कहूची 5280 मीटर जीवा पय ताले केते समय लागि जीव देखो जदी ए भला लिखबा हमें अच्छा ए जो एतकी मीटर को जीवा पय 1 मिनिट लागुची ताले से केते जीवो से जीवो 5280 मीटर जीवा पय ताको केते समय लागबो कोन करबो एतकी विभक्त एतकी 4 गुणन 22 गुणन केते 3 एटा को जदी हमें काटिबा देखो तुम्हें केते काटिबो एटा के साइड तळे लिखि दे ना एटी तळे टिके लिखि दउची देखो एतकी बाय एतकी एटा को देखो हम केमति काटिबा तले एठी जदी हमें प्रथमे 4 काटि दियो एटा 4 के 4 4 3 केते 12 4 2 8 शून्य हला
तापर देखो एटा को पुणी 3 रे काटी दे 3 रे काटी देले केते हो 312 तापर 312 शून एटा जदि 22 रे काटी देबा केते 22 दूने 44 आ गोटे हला शून ताले केते थर आसला एटा होची केते थर एटा होची 20 मिनिट लागिबो बुझिला देखो 1 मिनिट रे जाउची एतकी मीटर ताले टोटल एतकी मीटर करबा पई पड़ियो 5100 ताले की करबो एतकी बाय एतकी मीटर कर दे ताले टोटल केते समय लागिला 20 मिनिट लागि जेबो एटा होची हमर आंसर तापर प्रश्न देखिबा एटी तो कोन कहै जे फाइंड द डायमीटर इन मिनिट ऑफ अ व्हील दैट मेक the 113 revolution to go 2 km 26 डेकामीटर कहै ताले कोन कहै ताले गोटे चक्कर डायमीटर काढिबा पई कहै डायमीटर कोन होची 2r प्रथम हम r काढिबा पई हबो ताले ठीक देखो ताले से कहै कोन 113 थर बुलले से केते किलोमीटर जाए 2 किलोमीटर 26 मीटर ताले देखो आमे फार डिस्टेंस ना केते अछि 2 किलोमीटर 26 डेकामीटर टा को आमे कोन करबा देखो जेतु एटा कोन कहै डायमीटर टा से मीटर मार करबा पई कहै आमे ताले ए जो किलोमीटर टा को मीटर को दवा देखो हमर डिस्टेंस केते देछि ताले डिस्टेंस देछि 2 किलोमीटर 26 डेकामीटर ताले आमे कोन जानि छु देखो 2 किलोमीटर टा मीटर केते 2 किलोमीटर टा होची 2000 मीटर आ देखो 26 डेकामीटर 26 डेकामीटर टा को मीटर रे करले सेटा होची 260 मीटर ताले केते हिजो टोटल 2260 मीटर आसी जो ए जो किलोमीटर टा हमर केते असला ताले 2260 मीटर एबे देखो आमे बाहर कर दबा एटा को लिबे दोची ताले डिस्टेंस हमर केते हला 2260 मीटर एबे देखो एक आमे जानि कोन गुटे थर रे से केते बुले ना गुटे परिधि माने केते 2 पाई r बुले ताले से केते थर बुलुची 113 थर बुलुची ताले 100 थर 13 थरटा कोन हो ताले 113 ना हां 113 थर से केते बुलुची एटा देखि 113 रे एतकी किलोमीटर जाउची केते 2260 मीटर ताले एठी जदी हमें कोन दबा 2000 ताले एतकी थर रे बुलुची 2260 मीटर बुलुची ताले देखो एतकी थर बुलिबो माने केते थर हमर एतकी थर बुलुची माने तार केते 2 पाई r माने गुटे रे थरे बुलले केते 2 पाई r बुलबो आ 113 थर बुलले केते हो से 2 पाई r इनटू केते 113 थर ताले एबे हम पाई गले देखो 2 पाई r गुणन 113 समान केते से केते जाउची एटा होची 2260 मीटर एबे जदी हमें समाधान कर दबा हम r वैल्यू पाई जबा देखो एठी ताले केते 2 गुणन 22 युक्त 7 हमर कोन मागिछि r मागिछि गुणन केते 113 समान केते 2260 देखो एठी हमें काटी जदी दबा एठी कटे 113 काटी देले 113 दुने 226 एठी हला केते 20 आउ एठी जदी काटी दबा 2 रे काटी दबा एठी केते हला 10 तले r केते हिजबे देखो ए 7 गुणन एपटे चल जेबो केते 70 बाय एपटे 22 टा तल को चल जेबो r आसी गला केते हमें 70 बाय केते 20 मीटर तले हमर कोन मागिछि देखो एठी मागिछि डायमीटर ता तले केते हो यार 2 गुणा तले 2 गुणन केते हो 70 बाय और 70 बाय 22 तले एठी काटी देले केते 11 तले केते हो 20 बाय 11 मीटर एटा होछि हमर आंसर तापर प्रश्न देखिबा देखो एठी कोन कहछि द रेडियस ऑफ ड्राइविंग व्हील of a bus 35 centimeter to maintain the speed 33 km per hour how many rotating of wheel
will be in a minute। ତାହେଲେ କ'ଣ କହୁଛି ଗୋଟେ ବସ୍ର ଯେଉଁ ତାର ଚକର ଡାଇମିଟର କେତେ ନା ଏଠି ରେଡ଼ିୟସ୍ ଦେଇଛି କେତେ 35 ସେଣ୍ଟିମିଟର ଦେଇଛି ଦେଖ। ଟୁ ମେଣ୍ଟେନ୍ ସ୍ପିଡ଼ କେତେ 33 କିଲୋମିଟର per hour ମାନେ ମେଣ୍ଟେନ୍ କରିବା ପାଇଁ ଚାହିଁଲେ ତାର ସ୍ପିଡ଼ଟାକୁ କେତେ ଘଣ୍ଟାକୁ 33 କିଲୋମିଟର। ତାହେଲେ ସେ କହୁଛି ହାଉ ମେନି ରୋଟେଟ୍ ମାନେ 1 ମିନିଟ୍ରେ ସେ କେତେଥର ବୁଲିବା ପାଇଁ ହେବ ଏଇଟା ମାଗିଛି। ତାହେଲେ ଦେଖ ଏଠି କେତେ ଆମର ସ୍ପିଡ଼ କେତେ ଦେଇଛି ମାନେ 1 ଘଣ୍ଟାରେ ସେ କେତେ ଯାଉଛି 33 କିଲୋମିଟର ଯାଉଛି। ତାହେଲେ 33 କିଲୋମିଟରକୁ ତୁମେ ଏଠି ଯେହେତୁ କ'ଣ ତାର ରେଡ଼ିୟସ୍ 35 ସିଏମ୍ରେ ଦେଇଛି ତୁମେ କିଲୋମିଟରକୁ କ'ଣ କରିବ ତୁମେ ସିଏମ୍ରେ କରିବ। ଦେଖ 33 କିଲୋମିଟରଟାକୁ ମିଟରରେ କଲେ କ'ଣ ହୁଏ ଆମର 1 ପରେ କେତେଟା ଶୂନ 3ଟା ଶୂନ ହୁଏ କିନ୍ତୁ ଏଇଟା କ'ଣ ଏଇଟା ହେଉଛି ମିଟର ହେଇଯିବ। ଯଦି ସେଣ୍ଟିମିଟର କରିବା ପାଇଁ ହେଲେ ଆଉ କ'ଣ କରିବ ଆଉ 2ଟା ଶୂନ ବସାଇ ଦେବ ତାହେଲେ ଏତିକି ସେଣ୍ଟିମିଟର ହେଇଯିବ। ମାନେ କ'ଣ 33 ପରେ କେତେଟା ଶୂନ 5ଟା ଶୂନ ତାହେଲେ ସେଣ୍ଟିମିଟର ହେଇଗଲା। ତାହେଲେ ଦେଖ ଆମର 1 ଘଣ୍ଟାରେ ଯାଉଛି ତାହେଲେ ଏତିକି ସେଣ୍ଟିମିଟର ଆଉ 1 ଘଣ୍ଟା ସମାନ କେତେ 60 ମିନିଟ୍ରେ ତାହେଲେ କେତେ ଯିବ 60 ମିନିଟ୍ 1 ଘଣ୍ଟା ସମାନ କେତେ 60 ମିନିଟ୍ ତାହେଲେ 60 ମିନିଟ୍ଟା ରେ ହେଉଛି 3 ପରେ କେତେଟା 5ଟା ଶୂନ 1 2 3 ଏତିକି ସିଏମ୍। ତାହେଲେ 1 ମିନିଟ୍ରେ ସେ କେତେ ଯାଉଛି 1 ମିନିଟ୍ରେ ଏତିକି ବାଇ 60 ହେଇଯିବ 33 ପରେ 1 2 3 4 5 ବାଇ କେତେ 60 ତାହେଲେ ସେ 1 ମିନିଟ୍ରେ ଯାଉଛି ଏତିକି ସେଣ୍ଟିମିଟର। ତାହେଲେ ଦେଖ ଆଉ ତୁମେ ଜାଣିଛ ଥରେ ବୁଲିଲେ ସେ କେତେ ଯିବ ମାନେ କ'ଣ କହୁଛି ଦେଖ ହାଉ ମେନି ଟାଇମ୍ସ ରୋଟେଟ୍ 1 ଥରରେ ବୁଲିଲେ ଆମର ଯାଇ କ'ଣ 1 ଥର ବୁଲିଲେ ଯାଉଛି 2πr ତାହେଲେ ଆମର କେତେ ଯିବ ଏତିକି ସେଣ୍ଟିମିଟର ଯିବ। ତାହେଲେ କ'ଣ କରିବ ଏତିକି ବିଭକ୍ତ କେତେ 2πr ତାହେଲେ ଆମର ବାହାରିଯିବ। ଦେଖ ତାହେଲେ ସମୟ 1 ମିନିଟ୍ରେ 2π ଟିକେ ଲିଭେଇ ଦିଏ 3 ପରେ କେତେ 5ଟା ଶୂନ ବାଇ କେତେ ଅଛି 60 ତାହେଲେ ଏତିକି ଏଇଟା ହେଉଛି ଡିଷ୍ଟାନ୍ସକୁ ସେ କ'ଣ ଆମର ସେ 2πr ହେବ ମାନେ ଏଇଟା ହେଉଛି ତାହେଲେ ଏତିକି କେତେ ଥର ଲାଗିବ କହୁଛି ହେଲା। এইটাକୁ ଏବେ ସମାଧାନ କରିବା ଦେଖ ତାହେଲେ ଏଠି 33 ପରେ 5ଟା ଶୂନ ଆସିଲା ବିଭକ୍ତ କେତେ 60 ଦେଖ ଆଉ ପୁଣି ଏଠି କହୁଛି 2πr ମାନେ ଆମେ ଏଇ ଯେଉଁ ବାଇଟାକୁ ଏଇଭଳିଆ କରିଦେବା ଗୁଣନ କରିଦେଇକି ତାହେଲେ ଏଠି କେତେ ଆସିଯିବ ଦେଖ 2 ଇଣ୍ଟୁ ଦେଖ 22 ବିଭକ୍ତ 7 এই 7ଟା କ'ଣ ହେବ ଏଠି ବାଇ ଅଛି ଆମେ ତାକୁ ଉପରେ ଗୁଣ କରିଦିଅ ଆଉ ଗୋଟେ କେତେ ଆର କେତେ ଦେଇଛି 8ଟା ହେଉଛି 35। ଏବେ ଏଟାକୁ ସମାଧାନ କରିବା ଦେଖ ଏଠି ଯଦି କାଟିବା କେତେ ଏଠି କଟିଯିବ 7 ପଞ୍ଚା 35 ଆଉ ଦେଖ ଏ ଶୂନ ପାଇଁ ଏ ଶୂନ ଗୋଟେ କଟିଗଲା ଆଉ ଦେଖ ଏଠି 5 ଦୁଣେ କେତେ 10 ଏ 10 ପାଇଁ ଆଉ ଗୋଟେ ଶୂନ ଏଠି ତୁମେ କାଟିଦିଅ ତାପରେ ଏଠି ଦେଖ 11ରେ କାଟିଦେବା ଏଠି 22 ଅଛି ଏଠି 33 ଅଛି ମାନେ ଏଠି ଯଦି କାଟିଦେବା 11 ଦୁଣେ 22 ଆଉ ଏଇଟା କେତେ କରିଦେବା 11 3 33 ଆଉ 3ଟା ଶୂନ ଏଠିକୁ ଯଦି ଆମେ ପୁଣି କାଟିଦେବା କେତେରେ 6ରେ କାଟିଦେବା 6 ପଞ୍ଚା 30 ଆଉ 2ଟା ଶୂନ ହେଇଗଲା ଆଉ 2ରେ ଏଇଟାକୁ କାଟିଦେଲା କେତେଟା 250 ତାହେଲେ କେତେ ହେବ 250 ଥର। ତାହେଲେ ସେ କହୁଛି ଗୋଟେ ମିନିଟ୍ରେ କ'ଣ ମାଗିଛି ସେ ଗୋଟେ ମିନିଟ୍ରେ କେତେ ଥର ବୁଲିବ ତାହେଲେ ଏଇଟା ହେଉଛି 250 ଥର ଏଇଟା ବୁଲିବ ଏଇଟା ହେଉଛି ଆମର ଆନ୍ସର୍। ତା ପର ପ୍ରଶ୍ନ ଦେଖିବା ଦେଖ ଏଠି କ'ଣ କହୁଛି ବାଇସାଇକେଲ ହୁଇଲ୍ ହେଇଛି ଡାଇମିଟର ଦେଇଛି
include the tire of 56 centimeter. The number of time the wheel rotate to cover distance 2.2 km. ତାର କ'ଣ କହୁଛି ଗୋଟେ ବାଇସାଇକେଲର ତା ଡାଇମିଟର ଦେଇଦେଇଛି କେତେ 56 ସେଣ୍ଟିମିଟର, ତାହେଲେ ରେଡ଼ିୟସ୍ କେତେ 56 ହେଲା କେତେ 28, ରେଡ଼ିୟସ୍ କେତେ ଦେଖ 56/2 କେତେ ହେଲା 28। ଫାଷ୍ଟ ଏଠି କାଟିଦିଅ ତୁମେ କ'ଣ ତାର ପରିଧିଟା କେତେ ହେବ 2πr, 2πr ଯଦି 2 × π କେତେ 22/7 ଇଣ୍ଟୁ r କେତେ 28, 7×5 35, ହଁ 728, 728 ତାହେଲେ କେତେ ଆସିଲା 2 × 22/7, ତାହେଲେ ଏତିକି ତାର ପରିଧି। ତାହେଲେ ଦେଖ ଆମେ ଏଠି ପାଇଗଲେ, ଦେଖ କ'ଣ କହୁଛି ଡାଇମିଟର ଯଦି 56 ହେଲା ରେଡ଼ିୟସ୍ ହେଉଛି 28, ତାହେଲେ ଆମର କ'ଣ ପରିଧି ହେଉଛି ଏତିକି ଆସିଲା। କ'ଣ କହୁଛି ଦେଖ ଦି ନମ୍ବର ଅଫ୍ ଟାଇମ୍ ଦି ହୁଇଲ୍ ରୋଟେଟ୍, ମାନେ 2.2 କିଲୋମିଟର ଯିବା ପାଇଁ ସେ କେତେ ଥର ରୋଟେଟ୍ କରିବ। ଦେଖ ଆମ ଡିଷ୍ଟାନ୍ସ କେତେ ଦେଇଛି ଏଠି ହେଉଛି, ଦେଖ ଆମର ଏଇଟା ସେଣ୍ଟିମିଟର ଦେଇଛି, ତୁମେ ଏଠି କିଲୋମିଟରଟାକୁ ଏବେ କ'ଣ କରିବ ସେଣ୍ଟିମିଟର କରିବ। ଦେଖ 2.2 ଯେଉଁ କିଲୋମିଟର ଅଛି ତାକୁ ଯଦି ଆମେ ସେଣ୍ଟିମିଟର କରିବା କ'ଣ କରିବା, ପ୍ରଥମେ ଯେଉଁ 10 ଇଏ କରିଦିଅନ୍ତୁ କେତେ 22 କେତେ ହେଲା 10, ତାହେଲେ ଏତିକି 22/10 କିଲୋମିଟରକୁ କ'ଣ କରିବ ତୁମେ ସେଣ୍ଟିମିଟର କରିବ। ସେଣ୍ଟିମିଟର କରିବା ପାଇଁ ହେଲେ କ'ଣ ହେବ ଏଠି 1 ପରେ କେତେ 1 2 3 4 5, 5ଟା ଶୂନ ବସେଇବ, ଆଉ ଏଠି ଯଦି ଗୋଟେ ଶୂନ କାଟିଦିଅ ତାହେଲେ କେତେ ହେଇଗଲା 22 ପରେ କେତେଟା ଶୂନ 4ଟା ଶୂନ ହେଇଗଲା, ଏତିକି କ'ଣ ସେଣ୍ଟିମିଟର। ତାହେଲେ ସେ କେତେ ସମୟ ଲାଗିବ ମାନେ କେତେ ଥର ବୁଲିବ, ଦେଖ ଡିଷ୍ଟାନ୍ସ ହେଉଛି ଆମର ଏତିକି ମିଟର, କେତେ 2 ଟିକେ ଦୂରିଆ କାଟିବା, ଆମର ଡିଷ୍ଟାନ୍ସ ହେଉଛି 2 2 ପରେ କେତେ 4ଟା ଶୂନ, ଏତିକି ଡିଷ୍ଟାନ୍ସ ସେ ଦେଖ ବୁଲିବ ମାନେ କ'ଣ ଥରେ ବୁଲିବ ମାନେ କେତେ ଆମର যেটা ଥରେ ପରିଧି ମାନେ ସେଇଟା ଆମର ବାହାର କରିଦେଇଛି କେତେ 2 × 22 × 7, ତାହେଲେ ଟୋଟାଲ ଏତିକିକୁ କେତେ ଥର ବୁଲିବ ଏଇଟାକୁ ଏବେ ଆମେ କ'ଣ କରିବା ସମାଧାନ କରିଦେବା। ଦେଖ ଏଠି ଯଦି ସମାଧାନ କରିଦେବା କେତେ ଆସିବ, ଏଠି 4 ନା ଏଠି ଏଇଟା ହେଉଛି 7 ନୁହେଁ ଏଇଟା ହେଉଛି 4, ଏଇଟା କେତେ ଅଛି 4, ଏଠି କାଟିଦେବେ କେଉଁଥିରେ କାଟିବ 22, ଏଇଠି ତ 22ଟା ଦେଖ କାଟିଦିଅ 22 ପରେ କେତେଟା ଶୂନ 1 2 3 4, 10,000 ଆସିଲା, ପୁଣି 10,000କୁ ତୁମେ କାଟିଦିଅ କେତେରେ କାଟିଦିଅ 4 ଦୁଣେ ଏଠି 4ରେ କାଟିଦିଅ 4 ଦୁଣେ 8, 4 5 କେତେ 20 କେତେ 2,500, ପୁଣି ଏଟାକୁ 2ରେ କାଟିଦିଅ 2 × 2 2 ଦୁଣେ 4 2 5 10 କେତେ 1200, ତାହେଲେ ସେ କେତେ ଥର ବୁଲିବ 1250 ଥର ବୁଲିବ, ଏଇଟା ହେଉଛି ଆମର ଆନ୍ସର। ଠିକ୍ ଅଛି ପିଲାମାନେ, ଭିଡ଼ିଓ ଯଦି ଭଲ ଲାଗିଲା ଭିଡ଼ିଓକୁ ଲାଇକ୍ କରିବ, ସେୟାର କରିବ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।